ଖଟ ଉପରେ ହିଁ ବସି 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 ସବୁ ଖାଉଛୁ ପଢୁଛୁ ସବୁ କରୁଛୁ ଏଇଠି। ହଁ ତ ବହୁତ ଅସୁବିଧା ବି ହଉଛି। ତ ଆଗରୁ ଯେତେ ବର୍ଷା ହଉଥିଲା କେମିତି ସ୍ଥିତି ଥିଲା? ଏଇଭଳିଆ ହିଁ ସେମିତି ବୁଲୁଥିଲୁ, ସେଇ ଖଟରେ ହିଁ ବସି ବସି ରହୁଥିଲୁ। ଏଇ ଖଟରେ ପାଠ ପଢୁଛୁ? କୁହ। ଏଇ ଖଟରେ ପାଠ ପଢୁଛୁ, ଏଇଠି ବସିଛୁ, ସବୁ କରୁଛୁ ଏଇଠି। ପିଲା ଯାହା ଭାଇ ବି ଅଛି ତାକୁ କେମିତି ଆକୁ କେତେ ମନା କରାଉଛି, ବାହାରକୁ ପଳଉଛି, ସେ ବି ଏମିତିରେ ସେ ଭିତରକୁ ତାକୁ ଆଣିକି ଅଣାହଉଛି, ସେ ପାଣିରେ ତାକୁ ମନା ହଉଛି। ଆଉ ଏତେ ନାଳ ପାଣି ପଶୁଛି, ଏତେ ଏତେ ଖରାପ। ହଁ ପଡ଼ି ବି ଯାଇଛି ବହୁତ ଥର, ଆଲର୍ଜି ବି ହଉଛି, ଦେହ ବି ଖରାପ ହେଇଯାଉଛି, ଜ୍ୱର ହେଇଯାଉଛି। ତ ଘଣ୍ଟାଏ 2 ଘଣ୍ଟା ବର୍ଷାରେ କିନ୍ତୁ ଯଦି ଏମିତି ହୁଏ, ଯଦି 4 ଘଣ୍ଟା ବର୍ଷା ହୁଏ ତ ସାୟଦ ଆମର ଖଟ ଭାସିବ। ଆଉ ଅବିକା ଆମେ ଭାବିଥିଲୁ ବକ୍ସ ଡ୍ରେନ୍ ହେଲା ପରେ, ଟ୍ରେନ୍ ହେଇକି ସାରିଲା ପରେ ଆମର ଏ ସମସ୍ୟା ରହିବ ନାହିଁ ବୋଲି, କିନ୍ତୁ ଦେଖିଲା ବେଳକୁ ଏ ସମସ୍ୟା ଯାହାକୁ ସେୟା ଅଛି। ଉଲ୍ଟା ଆହୁରି ଘଣ୍ଟାଏ ବର୍ଷା ହେଲେ ବେଶୀ ପାଣି ହେଇଗଲା। ହଁ, ଆମେ ଆଶା କରୁନଥିଲୁ, ଘଣ୍ଟାରେ ଆମର କେବେ ବି ପାଣି ବସାଏନି। ଘଣ୍ଟାଏ କି 2 ଘଣ୍ଟା ବର୍ଷା ହେଲେ ଆମର ପାଣି କେବେ ବି ବସେନି, କିନ୍ତୁ ଘଣ୍ଟାଏ 2 ଘଣ୍ଟା ନାହିଁ, ଇଏ ଘଣ୍ଟାଏ ବର୍ଷା କରି ଏତେ ପାଣି ହେଲାଣି। ଆଉ 2 ଘଣ୍ଟା ଯଦି ବର୍ଷା ହେଲା ସାୟଦ ଆମର ଖଟ ଭାସିବ। ମ୍ୟୁନିସିପାଲିଟି ପକ୍ଷରୁ ଆମେ କର୍ପୋରେଟର ହଉ କି କାହାକୁ ବି ଆମେ ଫୋନ୍ ମାରିଲେ ବି ଆମକୁ କୌଣସି ପ୍ରକାର କିନି ଏପଟରେ ଫ୍ରେଣ୍ଡସ୍ କଲୋନୀରେ ପାଣି ସେମାନେ ଅଟକାଇ ପାରିବେନି। ଗୋଟାଏ ନାଳରେ କିନି ମଙ୍ଗଳାବାଗ, ଥୋରିଆ ସାହି ସବୁ କିଛିର ପାଣି ଏଇପଟରେ ଆସୁଛି। ଆମେ ତାଙ୍କୁ କମ୍ପ୍ଲେନ୍ କରିଲୁ, ଗୋଟେ ଆଉ ଗୋଟେ କେଉଁ ପଟରେ ଗୋଟେ ଡ୍ରେନ୍ଟେ ଗୋଟେ ବ୍ୟବସ୍ଥା କଲେ ମେନ୍ ରୋଡ଼ ଉପରେ ସେପଟରେ ପାଣିଟା ପଳନ୍ତା, କିନ୍ତୁ ସେ ବ୍ୟବସ୍ଥା ହେଇପାରିଲା। ଆମେ ପରିବାର 5-6 ଜଣ ରହୁଛୁ। ବାହାରିଲା ବେଳେ ତ ପାଣି ହୁଏ, ଆଉ ଆମର ତ ମୂଳରୁ ସେ ତ ପାଣି ହୁଏ। ଆଉ ଅବିକା ଆମେ ଭାବିଥିଲୁ ପାଣି ଆଉ ହବନି, କିନ୍ତୁ ଏବେ ଆଲର୍ଜିକ୍ ତ ନିଶ୍ଚିନ୍ତ ହେଉଛି। ଆମେ ତ ସେ ଅଧା ପଇସା ଜାଣିକି ମେଡ଼ିସିନ କିନି ପଳେଇ ଯାଉଛି। ଜ୍ୱର ଥଣ୍ଡା ତ ନିଶ୍ଚିନ୍ତ ହେଉଛି। ପାଣି ଭିତରେ 2-3 ଦିନ ରହିଲେ ମାନେ 3 ଦିନ ଯଦି ବର୍ଷା ହବ, 5 ଦିନ ପାଣି ପଶିକି ରହିବ। ଜ୍ୱର ତ ନିହାତି ରହିବ। କିଛି ଆମେ ବକ୍ସ ଡ୍ରେନ୍ ଭାବିଥିଲୁ, ଆମେ ବକ୍ସ ଡ୍ରେନ୍ ହେଲା ପରେ ଆଉ ପାଣି ହବନି ଫ୍ରେଣ୍ଡସ୍ କଲୋନୀରେ। ଆଉ ବକ୍ସ ଡ୍ରେନ୍ ହେବା ପରେ ଆମେ ଦେଖିଲୁ ଏନଭର୍ସନ୍ ହେଇସାରିଲାଣି, ତଥାପି ଆମର କିଛି ସମସ୍ୟା ହେଇନି, ସେଇଆ ହିଁ ରହିଛି।